ବିଜୁନଗର ଝାରସୁଗୁଡ଼ା ଜିଲ୍ଲା ବିଜୁନଗରସ୍ଥ ଏଇ ଯେଉଁ ଆମର ଅଭିନବ ଗୌରାଙ୍ଗଙ୍କର ଶ୍ରୀମୂର୍ତ୍ତି ପ୍ରତିଷ୍ଠା ଲାଭ କରିଛନ୍ତି। ଦୀର୍ଘ ଦିନର ଶ୍ରମ ସମୟ ଚାଲି ଯାଇଥିଲେ ବି ଶେଷରେ ସତ୍ୟ ଧର୍ମର ଜୟ ହୁଏ। ଯେତେବେଳେ ଅଭିନବ ଗୌରାଙ୍ଗ ଏଠି ସ୍ଥାପନ ହେଲେ ସେତେବେଳେ ଆପଣମାନେ ତ ଜାଣିଛନ୍ତି ଗୋଟିଏ ଛୋଟ ଘରେ ତାଙ୍କୁ ପୂଜା କରାଯାଇଥିଲା। ମନ୍ଦିରଟିଏ ହେବା ପାଇଁ ବହୁ ବଦାନ୍ୟ ବ୍ୟକ୍ତିମାନେ ଏ ଘରର ଏ ବଂଶର ବାବୁମାନେ ଯେତେ ଚେଷ୍ଟା କଲେ ବି ସେ ସବୁବେଳେ ବିଳମ୍ବ ହେଇ ଚାଲିଲା। ଶେଷରେ ଅତି ସୁନ୍ଦର ଭାବରେ ବହୁ ଜଣଙ୍କ ମେଳରେ ଏ କାର୍ଯ୍ୟକ୍ରମ ସମ୍ପନ୍ନ ହେଲା ଏବଂ ଠାକୁରଙ୍କର ପ୍ରତିଷ୍ଠା ମହୋତ୍ସବ ସଭା ପ୍ରବଚନ ସବୁଗୁଡ଼ିକ ପ୍ରାୟ ଅତି ସୁନ୍ଦର ଭାବରେ ଶେଷ ହେଇଛି। ଏବେ ଅଭିନବ ପୂଜା ଚାଲିଛନ୍ତି। ସିଏ ତାଙ୍କ ଲୀଳା କରୁଛନ୍ତି। କ'ଣ କେତେବେଳେ ସେ କରିବେ ଆଉ କ'ଣ କରିବେ ସେ କଥା ସମୟ କହିବ। ଆମେ କିଛି କାମନା କରିବା ଉଚିତ। ମୁଁ ଆପଣମାନଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି। ଅଗ୍ନି ଜଳୁଛି, ଆମେ କିନ୍ତୁ ସେ ଅଗ୍ନିକି ଜଳେଇଛୁ, କିନ୍ତୁ ଅଗ୍ନିକୁ ହାତରେ ଧରିବା ବା ହାତରେ ଧରି ରଖିବା ଆମ ପକ୍ଷରେ ସମ୍ଭବ ନୁହେଁ। ଯେହେତୁ ସମ୍ଭବ ନୁହେଁ ସେହେତୁ ଅଗ୍ନିକୁ ଧାରଣ କରିବା ପାଇଁ ବା ଅଗ୍ନିର ସଦ୍ବ୍ୟବହାର କରିବା ପାଇଁ ଆମେ ଦିଆସିଲି କାଠିଟିଏ ପାଖରେ ରଖିଛୁ। ସେ ଦିଆସିଲିଟି ଆମ ପକେଟ ଭିତରେ ଅଛି। ଦିଆସିଲି ଭିତରେ ପୁଣି ସେ ରଞ୍ଜକ ଲଗା କାଠିଟି ଅଛି। ତାକୁ ଖୋଲିକିରି ତାକୁ ଦିଆସିଲିରେ ଘଷିଲେ ନିଆଁଟିଏ ବାହାରିବ। ସେଇଭଳି ଭାବରେ ଆମଠାରୁ ସୂର୍ଯ୍ୟ କେତେ ଦୂରରେ, କିନ୍ତୁ ରାତି ପାହିଲେ ସୂର୍ଯ୍ୟଙ୍କର କିରଣ ମଣିଷ ପାଇବା ପାଇଁ ବ୍ୟାକୁଳ ହୋଇ ଉଠେ। ପ୍ରାତଃ କାଳରେ ମଧ୍ୟାହ୍ନ କାଳରେ ଅପରାହ୍ନ କାଳରେ ଆମେ କ'ଣ କିଏ ସୂର୍ଯ୍ୟଙ୍କୁ ତିଆରି କରିଛୁ? ଆମେ କ'ଣ ସୂର୍ଯ୍ୟଙ୍କର ଉଠଉଛୁ ଓ ସୂର୍ଯ୍ୟ ରାତି ପାଇଗଲାଣି ତମେ ଉଠ?
ଆମକୁ 2-3 ଜଣ ମଣିଷ ଉଠଉଛନ୍ତି। ରାତି ପାଇଲାଣି ସୂର୍ଯ୍ୟ ବିଛଣା ଛାଡ଼, କିନ୍ତୁ ସୂର୍ଯ୍ୟ ତାଙ୍କର ଆପେ ଆପେ ଉଦୟ ହୁଅନ୍ତି ଏବଂ ଅସ୍ତ ମଧ୍ୟ ହୁଅନ୍ତି, ଯାହାକୁ ଆମେ ଦିନ ଆଉ ରାତି ବୋଲି କହୁ। ଆମର ବଳଦେବଙ୍କର ମୂର୍ତ୍ତିଟି ହେଉଛନ୍ତି ଦିନର ପ୍ରତୀକ, ଜଗନ୍ନାଥଙ୍କର ରୂପଟି ହେଉଛି ରାତିର ପ୍ରତୀକ। କିନ୍ତୁ ଆମେ ଯେଉଁ ଅଭିନବ ଗୌରାଙ୍ଗଙ୍କୁ ଏଠାରେ ପୂଜା କରୁଛୁ, ଏହାଙ୍କର ଗୋଟିଏ ନାଁ ହେଉଛି ଗୋରା। ସେ ନିମ୍ବ ଗଛ ମୂଳେ ଜନ୍ମ ହେଇଥିଲେ ବୋଲି ତାଙ୍କ ମା ତାଙ୍କୁ ନିମାଇଁ ବୋଲି ସମ୍ବୋଧନ କରିଥିଲେ। ଆପଣମାନେ ଦେଖନ୍ତୁ ଗୋଟେ କଥା କେମିତି ହେଉଛି, ଆମ ଧର୍ମକୁ ତ ଅନେକ ଅଙ୍ଗୁଳି ନିର୍ଦ୍ଦେଶ କରି ବୁଝୁନାହାନ୍ତି କି କାହାକୁ ବୁଝେଇ ଦେଉନାହାନ୍ତି କି ବୁଝିବାକୁ ଚେଷ୍ଟା ବି କରୁନାହାନ୍ତି। ନିମ୍ବ ଗଛ ମୂଳେ ସେ ଜନ୍ମ ହେଲେ, ତାଙ୍କୁ ନିମାଇଁ ବୋଲି ନାଁ ଦିଆଗଲା। ଭଲ କଥା। ଆଜି ଆପଣ ଦେଖିବେ ସମଗ୍ର ପୃଥିବୀରେ ଯଦି ଭଲ ଗଛଟିଏ ଯେଉଁ ଦେଶ ଖୋଜୁଛି, ତାতে କେତେ ଗୁଡ଼ିଏ ଗଛ ଅଛି, କିନ୍ତୁ ତା ଭିତରେ ନିମ୍ବ ଗଛ ହେଉଛି ପ୍ରଧାନ। ଇଏ ଯେତେ ବୈଦ୍ୟୁତିକ ପ୍ରଦୂଷଣ ହେଉଛି, ଫ୍ରିଜ, ଏସି ଏମିତି ଯେଉଁ ହେଉଛି, ନିମ୍ବ ଗଛ ଯେତେ ଲାଗିବ ସିଏ ପ୍ରଦୂଷଣକୁ କମ୍ କରିବ। ତାଳ ଗଛ ଯେତେ ଲାଗିବ ବଜ୍ରପାତ ସେତେ କମିବ। ଆହୁରି ଅନେକ କଥା ଅଛି। ଅଶ୍ୱତ୍ଥ ଗଛ ଯେତେ ଲାଗିବ ମଣିଷ ସେତେ ଶ୍ୱାସ ପ୍ରଶ୍ୱାସ ନେଇପାରିବ। ନିମ୍ବ ଗଛର ମହିମା, ତା ମୂଳରୁ ଅଗପର୍ଯ୍ୟନ୍ତ ସବୁ ହେଉଛି ମାନେ ଔଷଧ। ସେଇ ନିମ୍ବ ଗଛରେ ତିଆରି ହେଲେ ଜଗନ୍ନାଥ। କାହିଁ ଅଶ୍ୱତ୍ଥ ଗଛ ବି ଶାଳ ଗଛ, ପିଆଶାଳ ଗଛ ସବୁ ଥିଲା। ତେବେ ସମୁଦ୍ର କୂଳରେ ସେ ନିମ୍ବ ଗଛଟିକୁ ସିଲେକ୍ସନ୍ କରାଗଲା ବା ତାକୁ ନିର୍ବାଚିତ କରାଗଲା, ଏଇ ଗଛର ଡାଳରେ ଠାକୁର ତିଆରି ହେବେ। ତେଣୁ ନିମ୍ବ ଗଛରେ ଜଗନ୍ନାଥଙ୍କର ଦେହ। ନବଦ୍ୱୀପରେ ବିଷ୍ଣୁପ୍ରିୟା ଯିଏ ହେଉଛନ୍ତି ମହାପ୍ରଭୁ ଚୈତନ୍ୟଙ୍କର ସହଧର୍ମିଣୀ ବିଷ୍ଣୁପ୍ରିୟା, ଚୈତନ୍ୟ ଯେତେବେଳେ ବେଙ୍ଗଲ ଛାଡ଼ି ଓଡ଼ିଶା ଆସିଛନ୍ତି, ସେ କେମିତି ବଞ୍ଚିବେ ଏଇ କଥା ଚିନ୍ତନ କରି ତାଙ୍କ ବାଡ଼ିରେ ଯେଉଁ ନିମ୍ବ ଗଛ ଥିଲା, ସେଇ ନିମ୍ବ ଗଛରେ ସେ ଗୋଟିଏ ଗୌରାଙ୍ଗଙ୍କର ମୂର୍ତ୍ତି ତିଆରି କଲେ। ଆଉ ତ ଭଲ ଭଲ ଗଛ ଥିଲା, ତେବେ ନିମ୍ବ ଗଛରେ କାହିଁ ତିଆରି କଲେ? ନିମ୍ବ ଗଛ କଟା ହେବା ପରେ ଗୌରାଙ୍ଗ ଦେଖିବାକୁ କେମିତିଆ, ସେ ରୂପଟିକି ଜାଣିଲେ ଅବିକଳ ସେଇଭଳିଆ ମୂର୍ତ୍ତିଟିଏ ତିଆରି ହେବ। ଏଥିପାଇଁ ଅନେକ କାରିଗରମାନଙ୍କ ପାଖକୁ ଗଲେ, କିଏ କହିଲେ ଆମେ ଶୁଣିଛୁ নিমাই জন্ম হয়েছিল, আমি শুনেছি, কিন্তু আমি জানি না তার স্বরূপটা আমি ভালোভাবে দেখি না।
কিরকম আমি মূর্তি ନିର୍ମାଣ করব। ଗୋଟିଏ ଦିନ ଯୋଉ ଶିଳ୍ପୀ ତିଆରି କରିବ ସେ ମୁଣ୍ଡରେ ହାତ ଦେଇ ବଇଛି କେମିତି ଆକୁ ଅଙ୍କନ କରିବା। ସେତେବେଳେ ତ ଆଜିକାଲି ଭଳି ଫଟୋ ଏଇଟା କ'ଣ କ୍ୟାମେରା ନଥିଲା, 500 ବର୍ଷ ତଳର କଥା ଇଏ। ଏତିକି ବେଳେ ଜଣେ ଗୌରବର୍ଣ୍ଣର ଯୁବକ ଆଜାନୁଲମ୍ବିତ ବାହୁ, ଆଖି ଗୁଡ଼ାକ ବହୁତ ବଡ଼ ବଡ଼, ତ୍ରିପଣ୍ଡ ଧଳା, ସେ ଆସି ସେ ଶିଳ୍ପୀଙ୍କ ଆଗରେ ଠିଆ ହେଲେ। ତାଙ୍କ ତରଫରୁ ସେ କହିଲେ, ତୁମେ ନିମାଇଙ୍କର ବା ଗୌରାଙ୍ଗଙ୍କର ମୂର୍ତ୍ତି ତିଆରି କରିବା ପାଇଁ ତମକୁ ଦାୟିତ୍ୱ ଦିଆହେଇଛି ନା? ଆଜ୍ଞା ହଁ। ତିଆରି କରୁନା କାହିଁକି ନା? ମୁଁ ତ ଦେଖିନି ତିଆରି କରିବି କେମିତି। ପୁରା ତିଆରି କରୁ କରୁ କାଳେ ଭୁଲ ଭାଲ ହେଇଯିବ। ଏତିକି ବେଳେ ମହାପ୍ରଭୁ କହୁଛନ୍ତି, ସଚିମାତାର ଗର୍ଭେ ଯେ ନିମାଇ ଜନ୍ମ নিয়েছিলেন, ये সচিনন্দ, সে রূপটি যে রকম ছিল আমার রূপটি সেই রকম। তুমি আমাকে দেখো, চিত্রাঙ্কন করো, আমার কাছে আর সময় নাই, খুব অল্প সময় আছে। তুমি মানে চিত্রাঙ্কন তৈরি করো, আমি চলে যাব। সে চিত্রাঙ্কন তৈরি কলে। পুଣି ମହାପ୍ରଭୁ କହୁଛନ୍ତି, ଭଲ କରି ଦେଖିଲ ତ? ନା ହଁ ମୁଁ ଦେଖିଲି। ନା ଆଉ ଥରେ ଦେଖ। ନା ମୁଁ ଦେଖିଲି। ଆଉ ଏତିକି କହି ଯେତେବେଳେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେ ଏତେ ଦିନ ପରେ ମୋ ପାଖରେ ଗୋଟେ ଶୁଭ ସମ୍ବାଦ ମିଳିଲା, ଯେତେବେଳେ ସେ କହିଦେଲେ, ସେତେବେଳେ ସେ ପ୍ରଣାମ ଟିକେ କଲେ। ସିଏ ପ୍ରଣାମ କରି ଉଠିଲା ବେଳକୁ ଇଏ ଯେଉଁ ରୂପଟି ବା ଏ ଯେଉଁ ବ୍ୟକ୍ତିଟି ସେଠି ଆଉ ନଥିଲେ। ତାମାନେ ସେତେବେଳକୁ ମହାପ୍ରଭୁ ଆସି ପୁରୀରେ ଥିଲେ ମଧ୍ୟ ନବଦ୍ୱୀପରେ ସେ ତାଙ୍କର ସୂକ୍ଷ୍ମ ରୂପ ନବଦ୍ୱୀପରେ ପୁଣି ଥରେ ଆବିର୍ଭାବ ହେଲେ। ଆଜି ବି ଆପଣ ଯଦି ନବଦ୍ୱୀପ ଯିବେ, ନବଦ୍ୱୀପ ବର୍ତ୍ତମାନ ଗୋଟେ ଇଏ ଚାଲିଛି, ତା ଭିତରେ ଏଇଟା ନବଦ୍ୱୀପ କି ସେଇଟା ନବଦ୍ୱୀପ, ସେଥିରୁ ଆମକୁ କ'ଣ ମିଳିବ? ଯଦି ଆପଣମାନେ ଖୋଜିବେ ବିଷ୍ଣୁପ୍ରିୟା ପୂଜିତ ମନ୍ଦିର ଗୌରାଙ୍ଗ, ଆଜି ବି ସେଇ ମୂର୍ତ୍ତି ପୂଜା ପାଉଛନ୍ତି। ଯେଉଁ ମୂର୍ତ୍ତି ସେଦିନ ସେ ଶିଳ୍ପୀ ତିଆରି କରିଥିଲେ, ଆଜି ବି ସେଇ ମୂର୍ତ୍ତି ଅଛି। ତେଣୁ ଗୋ କହିଲେ ଗୋବିନ୍ଦ, ରା କହିଲେ ରାଧା। ଗୋ ରା। ଆମେ ସମସ୍ତେ କହୁଛୁ ଗୋବିନ୍ଦ 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 କହୁଛୁ, କିନ୍ତୁ ଗୋବିନ୍ଦଙ୍କୁ କ'ଣ ଆମେ ପାଇଲୁଣୁ? ରାଧେ 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 ସମସ୍ତେ କହୁଛୁ, ରାଧାଙ୍କୁ କ'ଣ ପାଇଲୁଣୁ? ତେଣୁ ସେଇ ଯେଉଁ ମୂର୍ତ୍ତି ମାଧ୍ୟମରେ ସେ ମୂର୍ତ୍ତିଟି ଏଇଭଳି ଥିଲେ ବା ଏଇଭଳିଆ ରୂପରେ ସିଏ ଜନ୍ମ ନେଇଥିଲେ, ସେଇ କଥାକୁ ଭାବି
आमे पूजा करुचु मूर्ति को नुहे मूर्ति रे पूजा करुचु गोविंद को आउ राधा आमे पूजा करुचु जगन्नाथ को जगन्नाथ मूर्ति को पूजा करू जगन्नाथ मूर्ति माध्यम रे पूजा करुचु दियासिली काठी माध्यम रे जेमती अग्नि की धरा जाउछि जबकात माध्यम रे सूर्याग्नि को धरा जाए सेमती सब कथा शेष कथा होउछि यदि सब विफल हुए ताहले गुरुंक माध्यम रे गोविंद को प्राप्त हबार बाट सहज सूक्ष्म हो जाए बिना गुरु रे ये दुनिया रे के पाठ पढ़ी ये आमर माँ सी आमर बा सी आमर अजा सी आमर जेजे सी आमर मामू सी आमर माई आपको किए शिखे कौन शून्य रु शब्द शुभिला ये तो माँ सी ये तो से बापा सी तो शून्य रु शब्द शुभिला माँ शिखई पुओ को तू मते माँ कहबू बापा को बापा कहबू भाई की भाई कहबू भौणी की भौणी कहबू किए शिखई तेणु बिना गुरु रे ये पृथ्वी रे कौनसी कथा नाही ये माइकी बाजुची ये माइकी कौन बाजुची आकु आउ जने किए बजाउछि सी कौन आकु तैयारी करिछि ताकु आउ जने किए तैयारी करिछि ये माइक किए आउ जने किए को वैज्ञानिक ताकु माने निर्माण करिछन किंतु आमे कहूछु एटा आम माइक माइक जो आम मुह पाक आउछि आमे कहूछु एटा मो माइक एटा मो माइक कि सेमती आखि की मु तैयारी करी आखि आपे आपे भी तैयारी है आखि को नाक को कान को हाथ को आंगुठी को नख को गोड़ को जा तमें क्या तैयारी कर आम स्कूल पाठ पढ़ला बेले आमको इंग्राजी मीडियम स्कूल पढ़ी एटा हैंड एटा लेग एटा आई एटा इयर तेणु से वैष्णव्य कीर्तन रे अच्छी नाम बिने साधन नाम भी साधन ना जय जय श्री गुरु प्रेम जय जय श्री गुरु प्रेम अद्भुत जाहंत अद्भुत इह गे
শিবির ইহ সুচন্দ্র কিরণ সুচন্দ্র हरि बोलो भाई बोल हरि बोलो भाई सब गुरु नामे जय दा हरि बोलो भाई सब गुरु नामे जय दा हरि बोल सब गुरु नामे जय दा हरि बोलो भाई सद्गुरु आमे जेतबेले पाठ पढ़िया जाऊलु किसी दिन कटक पढ़ी जेतबेले आम गुरुजन माने आमको नहीं जाऊँ बजार बुलाऊँ आम पचारू ये कौन से कहते ये हूँ शिवंक मंदिर जदि पचारू शिव पुणी किए सी होउचंती शिव होउचंती मंगलमय पुणी किसी बात गला पर पचारू आमर गोटे बक्सी बजार अच्छी कटक से गोटे शिव अच्छा अमरेश्वर से पानी भितर अच्छा से पानी को झरणा पड़ू ठीक ता आगे आ गोटे अच्छे मस्जिद आम जो पचारू ये कौन ना ये हूँ मस्जिद बड़ मुश्किल कथा ये कौन मंदिर से कौन मस्जिद ता माने मंदिर क्या कह जाए मस्जिद क्या कह सेटा अंकित अच्छी मु केबे गोटे मंदिर को मस्जिद कही पारिबी कि मस्जिद को मंदिर कही पारिबी आपण मानकु अनेक समय अनेक धर्मावलंबी माने कहती हिंदू माने मूर्ति पूजा बहुत कर आमे तो जड़े जड़े मूर्ति आम आखि गोटे मूर्ति नाक गोटे मूर्ति कौ गुटाक मूर्ति नुह बलिया आसिला बलिया मूर्ति आसिला आपण कहले बलिया आइला यदि मो मूर्ति तम मूर्ति ता मूर्ति समस्त यदि समान हो जाता तमें कही था किए आ भितर बलिया कई क्या चिन्ह पार न मूर्ति चिन्हौची रूप को रूप चिन्हौची कर्म को सनातन धर्म यही कथा ही कहे किए तुम्हें मूर्ति पूजा करूना काष्ठ पाषाण तरु तृणे काठरे जगन्नाथ पूजा पाँच अच्छा काठ आजिकल सीना गैस हो गला
ଜନ୍ମ ହେଲା ବେଳେ ଏନ୍ତୁଡ଼ି ଶାଳରେ କ'ଣ ଜଳୁଥିଲା? କାଠ। ରୋଷେଇ କରି ଖାଉଥିଲୁ କୋଉଟା? କାଠରେ। କାଠ ବିନା ବର୍ତ୍ତମାନ ବି କାଠ ବିନା କିଛି ସମାଜରେ କରିହେବ? ମହାପ୍ରଭୁ ଚୈତନ୍ୟ ଯେତେବେଳେ ଜଗନ୍ନାଥଙ୍କ ପାଖକୁ ଗଲେ, ଜଗନ୍ନାଥ ସେତେବେଳେ ଅନବାସର ଗୃହରେ ଥିଲେ, ଦେଖା ହଉନଥିଲେ। ଇଏ ପାଗଳ ଭଳିଆ ହେଲେ ଜଗନ୍ନାଥଙ୍କୁ ଦେଖିବା ପାଇଁ। ଆଉ ତାଙ୍କୁ କିଏ କହିଲା ଯେ ବ୍ରହ୍ମଗିରିରେ ସେ ବର୍ତ୍ତମାନ ଅଛନ୍ତି, ତାଙ୍କୁ ଦେଖିବା ଯା, ଜଗନ୍ନାଥଙ୍କୁ ଦେଖିବା ସେଇଆ। ଇଏ ପୁରା ମାନେ ପ୍ରେମ ଗଦ ଗଦ ହେଇ ଦୁଇ ହାତ ଟେକି ରାଧେ ରାଧେ କହି ଦୌଡ଼ିଲେ। ଆଜି ବି ଆପଣ ବ୍ରହ୍ମଗିରି ଯିବେ, ଗୋଟିଏ ପଥର ଦେଖିବେ, ସେ ପଥର ଦେହରେ ମହାପ୍ରଭୁ ଚୈତନ୍ୟ ହା ଜଗନ୍ନାଥ କହି ପଡ଼ିଯାଇଛନ୍ତି। ସେ ପଥର ଦେହରେ ମହାପ୍ରଭୁଙ୍କର ରୂପଟା ଅଙ୍କିତ ହେଇଯାଇଛି। କାଷ୍ଠ ପାଷାଣ ତରୁ ଗଛ ବିନା ଆମେ ସବୁ ଗଛକୁ ପୂଜା କରୁଛୁ। ଆପଣ ଡାକ୍ତରଖାନାକୁ ଗଲେ ଯଦି ନିଶ୍ୱାସ ନେଇ ନପାରିଲେ କ'ଣଟା ନେବେ? ଅମ୍ଳଜାନ। ଯଦି ଗଛ ନ ରହିବ ଅମ୍ଳଜାନ ମିଳିବ? ଆମେ ସମସ୍ତେ ମରିବୁ। ତୃଣ କହିଲେ ତୁଳସୀ, ଦୁବ, ଏସବୁ ତୃଣ। ଇଏ ସବୁ ହେଉଛି ଔଷଧୀୟ ଗଛ। ଆମେ ଗୋଟେ ସମ୍ପ୍ରଦାୟ ଲୋକ ଅଛନ୍ତି ତୁଳସୀ ଖାଇବେନି, କିନ୍ତୁ ତୁଳସୀରେ ତିଆରି ଗୋଟେ କ'ଣ କଫ୍ ସିରାପ ଯଦି ହବ ସେଇଟାକୁ ଖାଇବେ। କିଏ କହିବେ ଆମେ ରସୁଣ ଖାଇବୁନି, କିନ୍ତୁ ରସୁଣରେ ତିଆରି ବ୍ଲଡ଼ ପ୍ରେସର ଔଷଧ ଖାଇବେ। ଏଇଭଳିଆ ଧନ୍ଦା ଆମ ଧର୍ମ ଜଗତରେ ପ୍ରବେଶ କରି ସବୁ ଗୋଳମାଳ ହେଇଯାଇଛି। ଏଇଠି ଯୋଉ ଅଭିନବ ଗୌରାଙ୍ଗ ଅଛନ୍ତି, ପ୍ରଥମ ପଥର ମୂର୍ତ୍ତି ଅଛନ୍ତି, ଯିଏକି ପଥର ଖୁଣ୍ଟରୁ ଆବିର୍ଭାବ ହେଇଥିଲେ ନୃସିଂହ। ତାପରେ ଆଉ ଗୋଟିଏ ଠାକୁର ଅଛନ୍ତି ଯେ ଜଙ୍ଗଲରେ ବୁଲୁଥିଲେ। କାଠ କୋଉଠି ମିଳେ? ଜଙ୍ଗଲରେ। ତାପରେ ଆଉ ଗୋଟିଏ ଠାକୁର ଅଛନ୍ତି କୃଷ୍ଣ, ସିଏ କୋଉଠି ବୁଲିକିରି ବଂଶୀ ବଜଉଥିଲେ? ବୃନ୍ଦାବନରେ। ଆଉ ଗୋଟିଏ ମୂର୍ତ୍ତି ଅଛନ୍ତି ଚୈତନ୍ୟ, ସିଏ ଝାଡିଖଣ୍ଡ ବାଟ ଦେଇ ଯେତେବେଳେ ଚୈତନ୍ୟ ନାମ କରି କରି ଓଡ଼ିଶାକୁ ଯାଇଛନ୍ତି, ନେଉଳ ନାଚିଛି, ଠେକୁଆ ନାଚିଛି, ତାର ପ୍ରମାଣ ସବୁ ରହିଛି। କଟକ ଗଡ଼ଗଡ଼େଶ୍ୱର ମହାଦେବଙ୍କ ପାଖରେ ଚୈତନ୍ୟ ଠିଆ ହେଇଯାଇଛନ୍ତି, ତାଙ୍କ ପାଦ ଛାପ ରହିଯାଇଛି, ମାନେ ପାଦଟା ରହିଯାଇଛି। ଆଉ ଆପଣ ଜଗନ୍ନାଥଙ୍କ ଦର୍ଶନକୁ ଯିବେ, ଗରୁଡ଼ ତମ ପାଖରେ ମୁଣ୍ଡିଆ ମାଇଲା ବେଳେ ତା ପଛକୁ ଠିକ ଦେଖିବେ ତିନିଟା ଆଙ୍ଗୁଠି ଚିହ୍ନ ଅଛି। ସେ ପଥର ତିଆରି, ତାକୁ କ'ଣ ବିନ୍ଧାଣି ତିଆରି କରିଥିଲା? ମହାପ୍ରଭୁ ଯେତେବେଳେ ଏମିତି ହାତ ଦେଇ ଜଗନ୍ନାଥଙ୍କୁ ଦର୍ଶନ କରୁଥିଲେ, ସେ ପଥର ମଧ୍ୟ ତରଳି ଯାଇଛି। ଆଉ ଅଭିନବ ଗୌରାଙ୍କର ବିଶାଳ ମୁଖ ହେଉଛି ଜଗନ୍ନାଥ। ପ୍ରଥମେ ସେ କୋଉଠି ପୂଜା ପାଉଥିଲେ? ସେ ନିମ୍ବ କାଠରେ ପୂଜା ପାଇଲେ। କୋଉଠି ପୂଜା ପାଉଥିଲେ? ବିଶ୍ୱାବସୁ ଶବ, ନୀଳ ସୁନ୍ଦର ପର୍ବତ। ସେ ତ୍ରିଭଙ୍ଗୀ ଛନ୍ଦରେ ଠିଆ ହେଇଛନ୍ତି, ସେ ବଂଶୀ ଧରିଛନ୍ତି,
ଧନୁ ଧରିଛନ୍ତି। ଇଏ ସମସ୍ତ କଥା ଯାହାଙ୍କୁ ଦର୍ଶନ କଲେ ଆମ ଜୀବନରେ ଆଉ କାହାକୁ ଦର୍ଶନ ନ କଲେ ବି କିଛି ଭୁଲ ହେବ ନାହିଁ। ତେଣୁ ଆଜିର ସମାଜରେ ହିନ୍ଦୁମାନେ ନିଜ ଧର୍ମକୁ ବୁଝି ନ ପାରି କିଏ ଖ୍ରୀଷ୍ଟ ଧର୍ମ ହେଉଛି, କିଏ ଇସଲାମ ଧର୍ମ ହେଉଛି। କିନ୍ତୁ ଯଦି ସେମାନେ ଆମକୁ ପଚାରନ୍ତେ ଏଇଟା କ'ଣ ସେଇଟା କ'ଣ, ତାକୁ ଗୋଟି ଗୋଟି କରି କହନ୍ତୁ। ଯଦି ଆମେ ନ କହିପାରନ୍ତୁ ହେଲେ ଆମେ ବି ତାଙ୍କ ଧର୍ମରେ ପ୍ରବେଶ କରନ୍ତୁ। ଆଉ ବିଶେଷ କିଛି କହିବିନି। ଅଭିନବ ଗୌରାଙ୍ଗଙ୍କର ଜୟ ହଉ। ହରିନାମ ସଂକୀର୍ତ୍ତନ যত দূর যায়। থরে মহাপ্রভু চৈতন্য কইলে ইয়ে পৃথিবীতে আছে যত দেশ গ্রামরে সর্বত্র প্রচার হবে আমার সত্য নাম। তেণু বাবাজি রামদাস সেটি কইলে সেদিন আর কবে আসবে আমি কি তাকে দেখতে পারবো না। তেণু প্রভুঙ্কর লীলা আজ আপনার দেখবে ইস্কন মাধ্যমে হও যাহাঙ্ক মাধ্যমে হও দেশ বিদেশে মহাপ্রভু চৈতন্যঙ্কর লীলা চালিছি। সেই চৈতন্য এই চৈতন্য সেটি গোটাଏ বড় মূর্তি এটি গোটাଏ ଛୋଟିଆ ମୂର୍ତ୍ତି ଯେମିତି ହନୁମାନ ଛୋଟ ହନୁମାନ 22 ଫୁଟିଆ ହନୁମାନ ସେ ସବୁ କିଛି ନାହିଁ। ଇଏ ଯାହା ଦେଇପାରିବେ ଏଠି ପୂଜିଲେ ଯାହା ସେ ଯୋଉଠିକି ଯିବ ଆଉ ଯୋଉଠି ପୂଜିବ ସେ ସେଇଠିକି ଯିବ। ନଦ ନଦୀର ଜଳ ଯେପରି ସମୁଦ୍ରରେ ମିଶିଯାଏ ଆମ ଅଭିନବ ଗୌରାଙ୍ଗ ପାଖରେ ଆମର ଭକ୍ତି ସେଇ ଭଗବାନଙ୍କ ପାଖରେ ଆମର ବିଶ୍ୱାସ ଦରକାର। ଲୋକ ଗୁଡ଼ିକ ଆମକୁ ଆଡ଼ୁରୁ ସାଡ଼ୁରୁ କହିକିରି ଆମ ମୁଣ୍ଡକୁ ଖରାପ କରିଦେଉଛନ୍ତି। ଶେଷରେ ସେଇ ଅଭିନବ ଗୌରାଙ୍ଗଙ୍କୁ ପ୍ରଣାମ ଜଣାଉଛି। ଏ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି ହଉ ଏବଂ ଯେଉଁମାନେ ୟାର ଉଦ୍ଯୋଗୀ ଦାତା ସେମାନଙ୍କର ଚତୁର୍ଗୁଣିତ ଭାବରେ ସେମାନେ ତାର ଲାଭ ପାଆନ୍ତୁ। ଶେଷରେ ପ୍ରଭୁଙ୍କୁ ପ୍ରଣାମ ଜଣାଇ ଆଜିର ବିଶ୍ୱ ଦେଶ ରାଜ୍ୟର ଶାନ୍ତି କାମନା କରି ରହୁଛି। ବୋଲ ଜୟ ଜୟ ରାଧାର हरि बोल जय जय राधा रमण हरि बोल जय जय राधा रमण हरि बोल राधा रमण हरि बोल जय जय राधा रमण हरि बोल जय राधा रमण हरि बोल जय जय राधा रमण हरि बोल हरि हरि
ଆସନ୍ତୁ ଗୋଟେ ବୋଲିକି ଗୋଟେ ଗୋଟେ ଶୁଣିଦେବା।